ପାତ୍ର ମୁଁ କୋରାପୁଟ ଜିଲ୍ଲାର ଗୋଟେ ଲୋକ। ମୁଁ ଯାଉଥିଲି ଇଏ ସିମଲିଗୁଡା। ଆକ୍ଚୁଆଲି ମୋ ଘର ହଉଛି ଚାଟୁଆ, ମାତ୍ର ମୁଁ ଯାଉଥିଲି ସେଇ ଯୋଉ ବସ୍ ସିଆଡେ ଯାଏନି, ମୁଁ ସିମଲିଗୁଡାରୁ ଓହ୍ଲେଇକି ଚାଟୁଆ ଯିବାର ଥିଲା। ସେଇ ଏଇ ବସ୍ ହଉଛି OSRTC ଗଭର୍ଣ୍ଣମେଣ୍ଟ। ଆମେ ଗଭର୍ଣ୍ଣମେଣ୍ଟ ବସରେ ଆସିଥିଲୁ। ଏଇଟା ଲକ୍ଷ୍ମୀପୁରରେ ଏଇ ଷ୍ଟ୍ରାଇକ୍ ଯୋଗୁ ଆମେ ରହିଯାଇଛୁ ସକାଳ 7ରୁ ରହିଯାଇଛୁ। ଆମେ ଆଉ ସେଇଠୁ ଘୁଞ୍ଚି ପାରୁନୁ କିଛି। ଏଇଠି ବି କିଛି ସୁବିଧା ନାହିଁ କି ଯେମିତି କିଛି ମିଳିବ, ହେଲେ ବି ସକାଳୁ ପାଣି ବୋଟଲ ଆଣିକି ଦେଲେ। ଏବେ ପଚାରିଲେ ବି ଲଞ୍ଚ ପାଇଁ କଣ୍ଡକ୍ଟର, ତାଙ୍କେ ବି ନେଇଛନ୍ତି ଅର୍ଡର ଲଞ୍ଚ ପାଇଁ, ତ ଆମକୁ ମିଳିବ। ଏଠି ଗରମରେ ସେମିତି ହିଁ ଅଛୁ। ଲେଡିଜ ଅଛନ୍ତି, ଛୁଆ ଯାକ ବି ଅଛନ୍ତି, ତାଙ୍କେ ବି କିଛି କରିପାରୁନାହାନ୍ତି। ସେ ଯୋଉ ଗୋଟେ ଗେଷ୍ଟ ହାଉସ ଅଛି, ଯିଏ ଯାହାର ଭଡା ନେଇକି ସେଇଠି ରହୁଛନ୍ତି, ଆସଜ ହଉଛନ୍ତି। ଗରମ ପ୍ରବଳ ହଉଛି। ଷ୍ଟୁଡେଣ୍ଟ ବି ଅଛନ୍ତି, ତାଙ୍କର ଏକ୍ଜାମ୍ସ ପାଇଁ ଯାଉଥିଲେ, ଆଉ ତାଙ୍କ ଏକ୍ଜାମ ଦେଇକି ଫେରୁ ବି ଥିଲେ ଘରକୁ ଯିବା ପାଇଁ। କେତେ ଜଣ ସହ ପରିବାର ସହ ଯାଉଥିଲେ, ହେଲେ ବି କିଛି ହେଇପାରୁନି। ଏବେ ଯାଇ କିଛି ତ ଆମେ ଯାଇପାରୁନୁ। ସେ ଯୋଉ କିଛି କଣ କରନ୍ତୁ, ଆମକୁ ଯେମିତି ଯିବାକୁ ସୁବିଧା ହବ ଆଉ।